ମୃତ ଭଉଣୀ ନାମରେ ଥିବା ଟଙ୍କା ଉଠାଇବାକୁ ଯାଇ ହଟହଟା ହେଲେ ଅପାଠୁଆ ଭାଇ। ବ୍ୟାଙ୍କ କର୍ମଚାରୀ କହିଲେ ଯାହା ନାଁରେ ଖାତା ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବ। ଖାତା ନାମ ଧରି ମୃତ ବୋଲି କହିବା ପରେ ମଧ୍ୟ ବିଶ୍ୱାସ କଲେନି ବ୍ୟାଙ୍କ କର୍ମଚାରୀ। ଶେଷରେ ମାଟି ତଳେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲା ଭାଇ। ଏ ହେଉଛି ଆମ ସରକାରୀ ବ୍ୟବସ୍ଥା। ହଁ ଆଜ୍ଞା, ଆମେ କହୁଛୁ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଗାଁର ଜିତୁ ମୁଣ୍ଡାଙ୍କ କଥା। ଦୁଇ ମାସ ତଳେ ତାଙ୍କ ଭଉଣୀ କାଲରା ମୁଣ୍ଡା ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ 19,300 ଟଙ୍କା ଥିଲା। ଅପାଠୁଆ ଜିତୁ ବହୁତ ଥର ବ୍ୟାଙ୍କ ଦୌଡ଼ିଲେ ଟଙ୍କା ଉଠାଇବାକୁ, ହେଲେ ବ୍ୟାଙ୍କ କର୍ମଚାରୀ କହିଲେ ଯାହା ନାଁରେ ଖାତା ସେ ନ ଆସିଲେ ଟଙ୍କା ଉଠାଇ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ମାତ୍ର ଜିତୁ ଯେତେ କହିଲେ ଯେ ସେ ଭଉଣୀ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ କିଛି ଉପାୟ ନ ପାଇ ଜିତୁ 2 ମାସ ତଳେ ମାଟି ତଳେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। ଏହି ହେଉଛି ଆମ ସରକାରୀ ବ୍ୟବସ୍ଥା।